ବଢ଼ିପାରେ ହାଲୁକା ଥଣ୍ଡା। ରାତି ତାପମାତ୍ରା 2 ରୁ 3 ଡିଗ୍ରୀ ସେଲସିୟସ୍ କମିପାରେ। ଆସନ୍ତା 3 ଦିନ ଭିତରେ ସାମୟିକ ଭାବେ ଏହି ଶୀତ ଅନୁଭୂତ ହୋଇପାରେ। ଏହା ପରବର୍ତ୍ତୀ 3 ଦିନରେ ରାତି ତାପମାତ୍ରା ପୁଣି ସାମାନ୍ୟ ବଢ଼ିବା ସମ୍ଭାବନା ରହିଛି, ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ସପ୍ତାହ ପାଇଁ ପାଣିପାଗର ବିସ୍ତାରିତ ଆକଳନ ଜାରି ହୋଇଛି। ଏଥିରେ ଅନୁମାନ କରାଯାଉଛି ପୂର୍ବ ଭାରତରେ ଆସନ୍ତା 19 ପର୍ଯ୍ୟନ୍ତ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ରହିପାରେ। ଅର୍ଥାତ୍ ଓଡ଼ିଶାରେ ବି ସେ ପର୍ଯ୍ୟନ୍ତ ହାଲୁକା ଥଣ୍ଡା ପ୍ରଭାବ ରହିପାରେ। ରାତି ତାପମାତ୍ରା ସାମାନ୍ୟ କମିଛି ବିଭିନ୍ନ ସ୍ଥାନରେ। ବୁଧବାର ରାତିରେ ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 7.8 ଡିଗ୍ରୀ ସେଲସିୟସ୍ ଥିବାବେଳେ ସେମିଳିଗୁଡ଼ାରେ 9.1 ଡିଗ୍ରୀ ଥିଲା। କଟକ, ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା, ତାଳଚେର, ବଲାଙ୍ଗୀର, କୋରାପୁଟ, ଫୁଲବାଣୀ, ମାଲକାନଗିରି, ଦାରିଙ୍ଗିବାଡ଼ି, ଯାଜପୁର, ନୂଆପଡ଼ା, ନବରଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାଉରକେଲାରେ ପାରଦ 15 ଡିଗ୍ରୀ ତଳେ ଥିଲା। ଦିନ ତାପମାତ୍ରା ପ୍ରାୟତଃ 31 ଡିଗ୍ରୀ ଭିତରେ ରହିଥିଲା। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ।